ଭୋର 5ଟାରୁ ଉଠି ଏତେ ସଜବାଜ କ'ଣ ପାଇଁ ହେଉଛୁ ଜାଣିବା ପାଇଁ ଭିଡ଼ିଓଟି କଣ୍ଟିନ୍ୟୁ କରନ୍ତୁ। ତ ପୂଜା, ମୁଁ, ଜଟିଆ ଆମେ ବାହାରି ପଡ଼ିଲୁ। ତ ଆମ ପାଖରେ ସବୁ ଥିଲା, ଦୀପ ନଥିଲା ତ ଦୀପ କିଣିକି ଆମେ ସିଧା ପହଞ୍ଚିଗଲୁ ମନ୍ଦିରରେ। ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର, ତ ମହାଦେବ ମନ୍ଦିରକୁ ଆମେ ଦର୍ଶନ କରିବାକୁ ଗଲୁ। ଦର୍ଶନ କରିସାରିଲା ପରେ ଚାଲି ଚାଲି ଆସୁଥିଲୁ, ମୋ ଭାଇ ଦେଖା ହେଲେ, ଚାଲ ମୁଁ ଗାଡ଼ିରେ ନେଇକି ଛାଡ଼ିଦେବି ଘରେ ବୋଲି କହିଲେ। ଭଲ ହେଲା, ନହେଲେ ଚାଲି ଚାଲି ଆମର ହାଲତ ଖରାପ ହେଇଯାଇଥାନ୍ତା। ତାପରେ ଫାଇନାଲି ଆମେ ଘରେ ପହଞ୍ଚିଗଲୁ। ଏଠି ଫାଟାକ୍ ସେ ମୁଁ ଡ୍ରେସ୍ ଚେଞ୍ଜ କରିଦେଲି। ତାପରେ ଏଠି ମୋ ମମି ଆଣିଥିଲେ ସୀତାଫଳ ମୁଁ ଖାଉଥିଲି। ଏଇଟା ବି ଆତ ବି କୁହନ୍ତି, ତ ଆମେ ଆଡ଼େ ସୀତାଫଳ କୁହାଯାଏ। ତାପରେ ଏଠି ମୋତେ ଆଜି ଶେଷ ସୋମବାର, ତ ବିନା ପିଆଜ ରସୁଣ ମୋତେ ସୁଜି ଉପମା ବନେଇବାର ଥିଲା। ତ ଏଇଠି ମୁଁ ଉପମା କରୁଥିଲି। ତ ଫାଇନାଲି ମୋ ଉପମା ରେଡ଼ି, ବାକି ମୋତେ ଟେଷ୍ଟ କରିବାର ଥିଲା। କେତେବେଳେ ବର୍ଷା ଆଉଛି କେତେବେଳେ ଛାଡ଼ୁଛି ନ ଗ୍ୟାରେଣ୍ଟି। ତ ଏଠି ପୂଜା ଆସିଥିଲା ପିଜୁଳି ଖାଇବାକୁ। ତାପରେ ଏଠି ମୁଁ ଲଞ୍ଚ କରୁଥିଲି। ଆମ ବାରିପଟେ ଏତେ ଆତ ଥିଲା, ତ ଏଠି ଯାଇକି ମୁଁ ତୋଳୁଥିଲି। ତ ଆଜି ପାଇଁ ଏତିକି, ରହିଲି। ଦେଖା ହେବା ନେକ୍ସଟ ବ୍ଲଗ୍ରେ।